ବ୍ରହ୍ମପୁର ମହୋତ୍ସବ 2024 ଉଦ୍ଘାଟିତ। ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବଣସୀମା ଅଧୀନସ୍ଥ ଖ୍ୟାତି ଅର୍ଜନ କରିଥିବା ବ୍ରହ୍ମପୁରର ଆଖପାଖ ଗ୍ରାମାଞ୍ଚଳକୁ ନେଇ ବ୍ରହ୍ମପୁର ମହୋତ୍ସବ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ଦୀର୍ଘ 8 ଦିନର ଓଡ଼ିଶାର ପାରମ୍ପରିକ ନୃତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ନେଇ ଘୋଡ଼ାନାଚ, ପାଇକ ନାଚ, ଝୁମର, ଓଡ଼ିଶୀ, ସମ୍ବଲପୁରୀ, ଦଣ୍ଡନାଚ ଏବଂ ବହୁ କଳାକୃତିର ଝଲକକୁ ଭାଇଚାରାରେ ବାନ୍ଧି ରଖି ଆରମ୍ଭ କରିଛି ତା'ର ପ୍ରଥମ ସଂସ୍କରଣ। ଏହି ପ୍ରଥମ ଉଦ୍ଘାଟନୀ ଉତ୍ସବରେ କାର୍ଯ୍ୟକ୍ରମର ଆବାହକ ଫ୍ରାନ୍ସିସ୍ ବେକନସଙ୍କ ସମେତ ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ରବୀନ୍ଦ୍ରନାଥ ଚୌଧୁରୀ, ସମ୍ପାଦକ ରାଧାଗୋବିନ୍ଦ ପସା, କାର୍ଯ୍ୟକାରୀ ସଭାପତି କୃତିବାସ ବେହେରା, ଉପସଭାପତି ଅଜୟ ମଢ଼େଇ, ସହସମ୍ପାଦକ ରମେଶ ଚନ୍ଦ୍ର ବେହେରା, ଅଶୋକ ମିଶ୍ର ଏବଂ ବହୁ ସକ୍ରିୟ ସଦସ୍ୟ ଓ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରଙ୍ଗବେରଙ୍ଗର ଆଲୋକମାଳା ସହିତ ବିଭିନ୍ନ ପ୍ରକାରର ଦୋଳି ଏବଂ ମୀନା ବଜାର ଲୋକଙ୍କୁ ଆକୃଷ୍ଟ କରିବା ନେଇ ଜନସମାଗମ ଦେଖିବାକୁ ମିଳିଥିଲା। व्यक्ति किए से पोशाक आम प्रदान करूँ आज बर्तमान उन्मोचन हम तेणु समस्ते करताली देकी ए कार्यक्रम को स्वागत करवा। ब्रह्मा पालन कर